ଆପଣମାନେ ଓଡ଼ିଶା ଭିତରେ ଥିବା ଅନେକ ଶକ୍ତିପୀଠ ବିଷୟରେ ନିଶ୍ଚୟ ଜାଣିଥିବେ, ହେଲେ ସେମାନଙ୍କ ଭିତରୁ ଏଠି ଯିଏ ପୂଜା ପାଉଛନ୍ତି ସେ ହେଲେ ମା ଉଗ୍ରତାରା। ମାଙ୍କର ଏହି ଉଗ୍ର ନାମଟି ଶୁଣି ଆପଣ ଭାବୁଥିବେ ଯେ ଏହା ପଛରେ କିଛି ତ ଲୁଚି ରହିଛି ରହସ୍ୟ। ଆଉ ମୋ ମନରେ ମଧ୍ୟ ଏହି ପ୍ରଶ୍ନଟି ଉଙ୍କି ମାରୁଥିଲା। ଆଉ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ମୁଁ ବି ନିଜକୁ ଅଟକେଇ ପାରିନଥିଲି। ଆଉ ତାପରେ ମୁଁ ବାହାରି ପଡ଼ିଥିଲି ଖୋର୍ଦ୍ଧାଠାରୁ ପ୍ରାୟ 35 କିଲୋମିଟର ଦୂରରେ ଥିବା ମା ଉଗ୍ରତାରାଙ୍କ ମନ୍ଦିର ଅଭିମୁଖେ। 16 ନମ୍ବର ଜାତୀୟ ରାଜପଥ ଦେଇ ଯାଉଥାଏ। ଆଉ ରାସ୍ତାରେ ଅନେକ ସୁନ୍ଦର ସୁନ୍ଦର ପାହାଡ଼ ଏବଂ ପ୍ରାକୃତିକ ଦୃଶ୍ୟକୁ ଅତିକ୍ରମ କରି ଶେଷରେ ମୁଁ ଆସି ପହଞ୍ଚି ଯାଇଥିଲି ମାଙ୍କର ପବିତ୍ର ମନ୍ଦିର ନିକଟରେ। नमस्कार जय जगन्नाथ मु आपनकर प्रिय मनोज वेलकम करुच्ची आज गोटे नुआ ब्लॉग रे बर्तमान मु आसिक पहुंची जाइए भूषणपुर माँ उग्रतारा मंदिर पाखे अलरेडी ये बहुत सारा संख्यार भक्त मैंने आसी समागम हो सारे भितर को जा देखा और जाना कौन रही मंदिर रहस्य। सो गाड़ीटी को पार्किंग रे रखी मु बाहरी जाइଥିଲି मंदिर आड़कू। आउ पाखापाखि 200 मीटर चलिकी जिबा परे मते देखा जाइथिला मंदिरर एही सुंदर दृश्यटी। आउ मंदिर को लागिकी रही किछि पूजा सामग्री दुकान, जोठी भक्त माने मांकर पूजा सामग्री जिनस किनिबा पई व्यस्त अछंती। एमिति मंदिर को बुली देखु देखु देखा पाई लगी किछि पानीर टैप। आउ सेठारे किछि भक्त माने गोड़ हाथ धुआधि होउछंती। तो मु भी सेठाकू आसी निजर गोड़ हाथ को धोई मुंडरे पानी छिंची बाहरी पड़ती माँ को दर्शन करने पई। हेले एठी लगी थाए गोटे लंबा लाइन। सतरे कौन माँ को दर्शन पई दूर दूरांतर एते भक्त आसी थांती। से जहाँ भी हो मु आउ डेरी नकरी मु भी धाड़ी रे छिड़ा ही पड़िथिली। आउ मु गोटे मिनिट छिड़ा ही थी कि नहीं मो पछरे आसी छिड़ा ही जाइथिले आहुरी अनेक भक्त। एमिति किछि समय अपेक्षा करिबा परे फाइनली मते मिल जाइथिला मांकर दर्शन। तो फाइनली बहुत समय अपेक्षा करी माँ दर्शन टी करके आसली आउ बहुत ही बढ़िया लगे मते। एंड एक्चुअली कहया गले मते अनएक्सपेक्टेड थिला मो पई जे एते लोक एठाको आसुछंती। माने मु केबे भाबी नथिली एते लोक आसुथिबे बोली। बहुत सारा लोक गहली बहुत लोक बहुत अलग अलग दूर दूर स्थान रु सब आसुछंती माँ को दर्शन करया पई। जानिनी माँ करुणामयी माँ कौन सब रही प्रभाव लोक मान उपरे। एंड समस्ते निजर मानस्कामना पूर्ण करया पई ए जगह को आसी थांती। तो फाइनाली आमर दर्शन हो गला। बर्तमान आम जा मंदिर चतुर्पार्श्व बुलवा ए परिवेश टाक भलसे उपभोग करवा।
ପ୍ରାୟ ସବୁ ମନ୍ଦିର ଭଳି ଏଠି ବି ମଧ୍ୟ ମନ୍ଦିର ପରିସର ଭିତରେ ରହିଛି ଦୁଇଟି ସୁନ୍ଦର ପୋଖରୀ। ଆଉ ଗୋଟିଏ ପୋଖରୀରେ ପାଣି ଟିକେ ଅପରିଷ୍କାର ଥିବା ବେଳେ ଅନ୍ୟ ପୋଖରୀଟିକୁ ଲୋକମାନେ ବ୍ୟବହାର କରିଥାନ୍ତି। ପୋଖରୀ ଗୁଡ଼ାକୁ ଲାଗି ରହିଛି ଦୁଇଟି ସୁନ୍ଦର ନଡ଼ିଆ ଗଛ, ଯାହା ଏହି ପରିବେଶଟିକୁ ବହୁତ ସୁନ୍ଦର ରୂପ ଦେଇଥାଏ। ଭକ୍ତମାନେ ନିଜର ମାନସିକକୁ ବାନା ମାଧ୍ୟମରେ ଏହି ଗଛରେ ବାନ୍ଧିଥାନ୍ତି। ଆଉ ରାତିର ଅନ୍ଧାରରୁ ଦୂର କରିବା ପାଇଁ ଲାଗି ରହିଛି ଲାଇଟ୍ ତ ଆଉ ପିଇବା ପାଇଁ ପାଣିର ସୁବିଧା। ଏଠାକାର ଏହି ଶାନ୍ତି ପରିବେଶ ଆଉ ସବୁ ପ୍ରକାରର ସୁବିଧା ଭିତରେ ମନ୍ଦିରଟି ଖୁବ୍ ସୁନ୍ଦର ଦେଖାଯାଏ। ସେଥିପାଇଁ ତ ଏଠାକୁ ହଜାର ହଜାର ଭକ୍ତ ଆସିଥାନ୍ତି। ଉଗ୍ରତାରା ନାମର ଅର୍ଥ ଭୟଙ୍କର ତାରା, କିନ୍ତୁ ମା ତାଙ୍କ ଭକ୍ତମାନଙ୍କ ପାଇଁ ବହୁତ ଦୟାଳୁ ଏବଂ ସମସ୍ତ ବିପଦରୁ ରକ୍ଷା କରିଥାନ୍ତି। ପୌରାଣିକ କଥା ଅନୁସାରେ ଏ ପ୍ରଚଳିତ କାହାଣୀ ଅନୁଯାୟୀ ଦେବୀ ସତୀଙ୍କ ମୃତ୍ୟୁ ପରେ ତାଙ୍କର ନାଭି ଆସି ଏହି ସ୍ଥାନରେ ପଡ଼ିଥିଲା, ଯେଉଁଠାରେ ବର୍ତ୍ତମାନ ଏହି ମନ୍ଦିରଟି ପ୍ରତିଷ୍ଠା ହୋଇଛି। ଆଉ ସେବେଠାରୁ ଏହି ଜାଗାଟି ମା ଉଗ୍ରତାରା ନାମରେ ପରିଚିତ। ଆଉ ଏମିତି ମନ୍ଦିରର ଚତୁଃପାର୍ଶ୍ୱ ବୁଲୁ ବୁଲୁ ମୋର ନଜର ପଡ଼ିଥିଲା ଏହି ମଣ୍ଡପଟି ଉପରେ, ଯେଉଁଠି ଅନେକ ନାଗ ସାପ ଗୁଡ଼ିକୁ ଅଙ୍କା ଯାଇଛି। ଆଉ ତା ଭିତରୁ ଶୁଭୁଥିଲା କିଛି ମନ୍ତ୍ରର ଶବ୍ଦ। ତ ମୁଁ ଭିତରେ ଯାଇ ଯେତେବେଳେ ପହଞ୍ଚିଲି, ଦେଖିବାକୁ ପାଇଲି ଏଠାରେ ଥିବା କିଛି ଭକ୍ତମାନେ ନିଜ ବ୍ରାହ୍ମଣମାନଙ୍କୁ ଧରି କିଛି ପୂଜା ଅର୍ଚ୍ଚନା କରୁଛନ୍ତି। ଖାଲି ସେଠି ନୁହେଁ, ମନ୍ଦିରର ଚତୁଃପାର୍ଶ୍ୱରେ ଅନେକ ଜାଗାରେ ଏମିତି ଛୋଟ ଛୋଟ ପୂଜା ଚାଲିଛି। ମାଙ୍କ ପାଖରେ ମୁଁ ଆଣି ଗୋଟିଏ ଦୀପଟିଏ ଲଗାଉଥାଏ। ଆଉ ଦୀପଟି ଲଗାଇ ସାରିବା ପରେ ଯେତେବେଳେ ବୁଲି ଦେଖିଲି, ମନ୍ଦିର ପଛପଟେ ଆଉ ଗୋଟିଏ ସୁନ୍ଦର ମନ୍ଦିରଟିଏ ମୋତେ ଦେଖାଗଲା। ଆଉ ମୁଁ ସେ ପାଖରେ ଆସି ପହଞ୍ଚିଲି, ଜାଣିବାକୁ ପାଇଲି ଏଇଟା ହେଉଛି ଗ୍ରାମେଶ୍ୱରଙ୍କ ମନ୍ଦିର। ତ ଏ ମନ୍ଦିରଟି ବହୁତ ସୁନ୍ଦର ଆଉ ଚତୁଃପାର୍ଶ୍ୱଟି ପୁରା ଆବଦ୍ଧ କରିକି ରଖାଯାଇଛି। ଆଉ ଏଠୁ ଯେତେବେଳେ ମୁଁ ମନ୍ଦିର ଆଡ଼େ ଚାହିଁଲି, ତ ମା ଉଗ୍ରତାରା ମନ୍ଦିରର ଭିଉଟା ବହୁତ ହି ବଢ଼ିଆ ଲାଗୁଥିଲା। ଆଉ ସେଇ ପାଖାପାଖି ମୋତେ କିଛି ପିଲାଙ୍କର ପାଟି ଶବ୍ଦ ଶୁଣାଗଲା। ଆଉ ମୁଁ ବୁଲି ଚାହିଁ ଦେଖିଲା ବେଳକୁ ଏଠି ଲାଗିଥିଲା କିଛି ଦୋଳି, ଆଉ କିଛି ପିଲାମାନେ ଦୋଳିରେ ବସି ମଜା ନେଉଥିଲେ। ବହୁତ ସମୟ ଧରି ମନ୍ଦିର ଚାରିପଟେ ବୁଲିବା ପରେ ମୋତେ ଟିକେ ଭୋକ ଲାଗିଥିଲା। ଆଉ ମୋତେ ସେତିକିବେଳେ କେମିତି ଗୋଟେ ଆମିଷ ବାସ୍ନା ହେଉଥିଲା। ଆଉ ମନ୍ଦିର ଭିତରେ ଆମିଷର ବାସ୍ନା ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହେଇଯାଇଥିଲି। ଆଉ ମୁଁ ଆସି ପହଞ୍ଚିଗଲି ଏହି ପ୍ରସାଦ ସେବନ ମଣ୍ଡପ ପାଖରେ। ପଚାରି ବୁଝିଲା ପରେ ଜାଣିବାକୁ ପାଇଲି ଯେ ଏଠି ମାଙ୍କ ପାଖରେ ମାଛ ଭୋଗ ହୁଏ। ତାପରେ ମୁଁ ସେଠୁ ଗୋଟେ ମିଲ୍ ପାଇଁ କୁପନ୍ ନେଇଗଲି, ଯାହାର ପ୍ରାଇସ୍ ଥିଲା 140 ଟଙ୍କା। ଆଉ ଯଦି ସାଧା ଖାଇବେ ତାହେଲେ 100 ଟଙ୍କା। ଆଇଟମ୍ ସବୁ କହିବାକୁ ଗଲେ ଆପଣମାନଙ୍କୁ ମିଳିଯିବ ଅନ୍ନ, ଡାଲି, ଖଟା, ଶାଗ, ସୋଲେ ତରକାରୀ ଆଉ କ୍ଷୀରି ସହ ମାଛ। ଏସବୁକୁ ଆଣି ମୁଁ ଶାନ୍ତିରେ ବସି ଖାଇଲି। ଆଉ ତାପରେ ଖାଇସାରି ଘର ପାଇଁ 3ଟି ପାର୍ସଲ ନେଇ ବାହାରି ପଡ଼ିଲି ମନ୍ଦିର ପାଖକୁ। ଭାଇ ବହୁତ ହି ଟେଷ୍ଟି ଖାଇବା ଥିଲା। ଆଉ 3ଟା ପାର୍ସଲ ବି ଧରିକି ମୁଁ ଆଣିକି ପଳେଇ ଆସିଛି ଘର ପାଇଁ। ସୋ ବର୍ତ୍ତମାନ ମନ୍ଦିର ବାହାରେ ଟିକେ ବୁଲାବୁଲି କରିବା, ଦେନ୍ ଆମେ ଘରକୁ ବାହାରିବା। ଆଉ ସୋ ଆପଣମାନେ ଯଦି ଆସି ଭୋଜି କରିବା ପାଇଁ ପ୍ଲାନିଂ କରୁଛନ୍ତି, ତାହେଲେ ଏଠି ରହିଛି ଗୋଟେ ସୁନ୍ଦର ଆମ୍ବ ବଗିଚା, ଯାହା ଭିତରେ ଅନେକ ଗୁଡ଼ିଏ ପିଣ୍ଡି ରହିଛି। ଆଉ ତା ସହିତ ଏଠାରେ ଭଡ଼ାରେ କ୍ୟାଟରିଂ ଜିନିଷର ମଧ୍ୟ ସୁବିଧା ରହିଛି। ତ ଆପଣମାନେ ଆସିଲେ ଏଠି କିଛି ବି ଅସୁବିଧା ହେବନି, ଆଉ ସବୁ ଜିନିଷ ଆପଣମାନଙ୍କୁ ସୁରୁଖୁରୁରେ ମିଳିଯିବ। ତ ଆପଣମାନେ ଆସିଲେ ଆରାମସେ ଏଠି ଭୋଜି କରିକି ଯାଇପାରିବେ।
सो फाइनाली मंदिर को संपूर्ण भाव में बुली सारी एंड आशा करुँची आपण पाखे मुझे संपूर्ण इनफर्मेशन पहुँचे पारी। तो जदि भिडियोटी भल लगी थाए आपण मतामत कमेंट माध्यम लिखि जनइबे आउ एमती नुआ नुआ भिडियोस देखापी आम चैनल को सब्सक्राइब कर रखिए। तो आज में ये देखा पुणी गोटे नुआ दमकदार ब्लॉग रे से पर्यंत विदाय नौची। माँ आपणकर मंगल करंतु रहिली। जय माँ अग्रतारा।